ନୀଳଗିରି ବ୍ଲକ ଅନ୍ତର୍ଗତ ବାଘମରା ଚୂରା ପଥର ଖାଦରରେ ପଥର ବୁଝେଇ କରି ଅନ୍ୟତ୍ର ଚାଲାଣ ବେଳେ ମଇସାପଟା ଗ୍ରାମର ଶ୍ୟାମ ସିଂଙ୍କ ପୁଅ ଡ୍ରାଇଭର ଲିପୁ ସିଂ ଉପରେ ଟ୍ରାକ୍ଟର ଓଲଟି ପଡ଼ିବାର ପଥର ତଳେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ। ବହୁ ଚେଷ୍ଟା ପରେ ସ୍ଥାନୀୟ ଚୂରା ପଥର ଖାଦାନ ମାଲିକ ଲେବର ଓ ସମ୍ପର୍କୀୟ ଲିପୁକୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ଏଥିରେ ତାଙ୍କର ମସ୍ତିଷ୍କ, ଆଖିପତା, ମୁହଁ, ନାକରେ ଗଭୀର କ୍ଷତ ହୋଇଛି। ଅଧିକ ରକ୍ତସ୍ରାବ ହେବା ଫଳରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଆଶୁ ଚିକିତ୍ସା ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ପଥର ମାଫିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଖବର ଲେଖା ବେଳକୁ ନୀଳଗିରି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ଘଟଣାକୁ ଚପାଇ ଦେବାକୁ ପ୍ରୟାସ ଜାରି ରହିଛି। ବହୁ ବର୍ଷ ଧରି ଉକ୍ତ ପଥର ଖାଦାନକୁ ସ୍ଥାନୀୟ ପଥର ମାଫିଆ ପ୍ରଶାସନକୁ ହାତଗୁଞ୍ଜା ଦେଇ ବେଧଡ଼କ ଅହୋରାତ୍ର ପଥର ଉତ୍ତୋଳନ କରି ମାଲମାଲ ହେଉଥିବା ବେଳେ ଅନ୍ୟ ଦିଗରେ ସ୍ଥାନୀୟ ନେତାଙ୍କ ପକ୍ଷରୁ କୌଣସି ଆଙ୍କୁଶ ନାହିଁ। ତେବେ ଉକ୍ତ ପଥର ଖାଦାନରେ ପଥର ଉତ୍ତୋଳନ ବେଳେ କୋଉ ଧନଜୀବନ ହାନି ହେଉଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନି। ଆଗାମୀ ଦିନରେ ଗ୍ରାମବାସୀମାନେ ଏକଜୁଟ ହୋଇ ରାଜସ୍ୱକୁ ଓହ୍ଲାଇବେ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି। ନୀଳଗିରି ଉମାକାନ୍ତ ରାଉତଙ୍କ ରିପୋର୍ଟ, ସିଧା ସମ୍ବାଦ। Toro Malan.